ଆଜିର ପ୍ରସଙ୍ଗରେ ଶୁଣନ୍ତୁ ଯୁବପିଢ଼ିଙ୍କ ସଶକ୍ତିକରଣ ପାଇଁ ମୋଦି ସରକାରଙ୍କ ପ୍ରୟାସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଅମୃତ ପିଢ଼ି ଅର୍ଥାତ୍ ଦେଶର ଯୁବବର୍ଗଙ୍କ ସ୍ୱପ୍ନକୁ ସାକାର କରିବା ସହିତ ସେମାନଙ୍କ ପାଇଁ ଅପାର ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କ ମାର୍ଗରେ ଆସୁଥିବା ସବୁ ପ୍ରତିବନ୍ଧକ ଦୂର କରିବା ସରକାରଙ୍କ ସଂକଳ୍ପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏହାକୁ ସାକାର କରିବା ଲାଗି ଗତ 11 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଯୁବବର୍ଗଙ୍କ ସଶକ୍ତିକରଣ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି। ଭାରତରେ ବିଶ୍ୱର ସର୍ବାଧିକ ଯୁବ ଜନସଂଖ୍ୟା ରହିଛି, ଯେଉଁଥିରେ 35 ବର୍ଷରୁ କମ୍ ବୟସର ପ୍ରାୟ 65% ଲୋକ ଅଛନ୍ତି। ଦେଶର ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଦୀର୍ଘକାଳୀନ ରଣନୀତିକ ଅଭିବୃଦ୍ଧି ହାସଲ କରିବା ଲାଗି ସରକାର ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଭାବେ ବିବେଚନା କରନ୍ତି। ସରକାରଙ୍କର ଉଦ୍ଦେଶ୍ୟ ହେଉଛି ଯୁବବର୍ଗଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବା, ସେମାନଙ୍କ ଲକ୍ଷ୍ୟ ହାସଲ କରିବା ଏବଂ ଭାରତକୁ ଭବିଷ୍ୟତରେ ଆଗେଇ ନେବା। ଯୁବ ଭାରତୀୟମାନେ ଯେପରି ଗୁଣାତ୍ମକ ଶିକ୍ଷା, ଆଧୁନିକ କୌଶଳ, ଭଲ ଚାକିରି ପାଇବା ସହ ସଫଳ ଉଦ୍ୟୋଗୀ ହେବା ପାଇଁ ସହାୟତା ଆବଶ୍ୟକ କରିବେ, ତାହା ସରକାର ସୁନିଶ୍ଚିତ କରୁଛନ୍ତି। ଗତ ଦଶନ୍ଧି ମଧ୍ୟରେ ଭାରତ ବିଦ୍ୟାଳୟଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏହାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଦ୍ରୁତ ପ୍ରଗତି କରିଛି। ଆଇଆଇଟି, ଆଇଆଇଏମ୍ ଏବଂ ଏମ୍ସ ଭଳି ପ୍ରତିଷ୍ଠାନର ପ୍ରମୁଖ ସଂସ୍କାର ଓ ପ୍ରସାର ସମସ୍ତଙ୍କ ପାଇଁ ଗୁଣାତ୍ମକ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷା ପ୍ରଦାନ କରିବା ପାଇଁ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। AISHE ପୋର୍ଟାଲର ତଥ୍ୟ ଅନୁଯାୟୀ 2014-15ରେ ଦେଶରେ 51,534ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଥିବାବେଳେ ମେ 2025 ସୁଦ୍ଧା ଏଗୁଡ଼ିକର ସଂଖ୍ୟା 70,683କୁ ବୃଦ୍ଧି ପାଇଛି। ଏହିସବୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅନେକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ରହିଛି। ବିଶ୍ୱବିଦ୍ୟାଳୟ ସଂଖ୍ୟା 760ରୁ 1,334କୁ ବୃଦ୍ଧି ପାଇଥିବା ବେଳେ ମହାବିଦ୍ୟାଳୟଗୁଡ଼ିକର ସଂଖ୍ୟା 38,498ରୁ 51,959କୁ ବୃଦ୍ଧି ପାଇଛି। 2014ରେ ଦେଶରେ 16ଟି ଆଇଆଇଟି ପ୍ରତିଷ୍ଠାନ ଥିଲା। ଏବେ ଆଉ 7ଟି ଆଇଆଇଟି ଯୋଡ଼ି ହେବା ସହ 2025 ମେ ସୁଦ୍ଧା ଆଇଆଇଟି ଗୁଡ଼ିକର ସଂଖ୍ୟା 23ରେ ପହଞ୍ଚିଛି। 2014 ମସିହାରୁ ଏମ୍ସ ପ୍ରତିଷ୍ଠାନ ସଂଖ୍ୟା 7ରୁ 23କୁ ବୃଦ୍ଧି ପାଇଛି, ଯାହା ପ୍ରଭାବଶାଳୀ ଭାବରେ 3 ଗୁଣ ବୃଦ୍ଧି ପାଇଛି। ଏହା ସହିତ ମେଡିକାଲ କଲେଜ ସଂଖ୍ୟା 387ରୁ 2045କୁ ବୃଦ୍ଧି ପାଇଛି, ଯାହା 2024 ସୁଦ୍ଧା 1.9 ଲକ୍ଷରୁ ଅଧିକ ମେଡିକାଲ ସିଟ୍ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ଉଦୀୟମାନ ଭାରତ ବିଦ୍ୟାଳୟ PMଶ୍ରୀ ଯୋଜନା ଅଧୀନରେ 14,500 ବିଦ୍ୟାଳୟର ଉନ୍ନତୀକରଣ କରାଯାଉଛି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ 2015 ପରଠାରୁ 1.63 କୋଟିରୁ ଅଧିକ ଯୁବକଙ୍କୁ ବିଭିନ୍ନ କୌଶଳ କ୍ଷେତ୍ରରେ ତାଲିମ ପ୍ରଦାନ କରାଯାଉଛି। ଯୁବବର୍ଗଙ୍କୁ ସ୍ୱଳ୍ପକାଳୀନ ତାଲିମ ଦେବାକୁ ଆରମ୍ଭ ହୋଇଥିବା ଏହି ଯୋଜନା ଏବେ ସୁଦ୍ଧା 4ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହୋଇଛି। ପ୍ରଥମ 3ଟି ପର୍ଯ୍ୟାୟରେ 19 ଲକ୍ଷ, 1.10 କୋଟି ଏବଂ 7.37 କୋଟି ଯୁବବର୍ଗଙ୍କୁ ଦକ୍ଷତା ତାଲିମ ଦିଆଯାଇଛି। ଏବେ ସୁଦ୍ଧା ଯୋଜନାରେ 1.63 କୋଟି ଯୁବବର୍ଗ ଦକ୍ଷତା ତାଲିମ ନେଇଛନ୍ତି। ସେହିପରି ସ୍କିଲ୍ ଇଣ୍ଡିଆ ମିଶନ ଜରିଆରେ 36ଟି କ୍ଷେତ୍ରୀୟ ଦକ୍ଷତା ପରିଷଦ ଗଠନକୁ ମଞ୍ଜୁରୀ ମିଳିଛି। ଏହି ମିଶନ ଯୁବବର୍ଗଙ୍କୁ ନିଯୁକ୍ତି ଆଧାରିତ ପ୍ରଶିକ୍ଷଣ ପ୍ରଦାନ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। 22 ଅକ୍ଟୋବର 2022ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ରୋଜଗାର ମେଳା କାର୍ଯ୍ୟକ୍ରମ। ଏବେ ସୁଦ୍ଧା 15ଟି ରୋଜଗାର ମେଳା ଜରିଆରେ 10 ଲକ୍ଷରୁ ଅଧିକ ସରକାରୀ ଚାକିରି ନିଯୁକ୍ତି ପତ୍ର ପ୍ରଦାନ କରାଯାଇ ସାରିଛି। EPFରେ 8,59 ଲକ୍ଷ ନୂଆ ଉପଭୋକ୍ତା ଯୋଡ଼ି ହୋଇଛନ୍ତି। ଏପ୍ରିଲ 2020 ପରଠାରୁ ଏଥିରେ 3.45 କୋଟି 18ରୁ 28 ବର୍ଷ ବୟସ୍କ ଯୁବକ ଯୁବତୀ ଯୋଡ଼ି ହେବା ଏକ ଉଲ୍ଲେଖନୀୟ ଉପଲବ୍ଧି, ଯାହାକି ଯୁବବର୍ଗଙ୍କ ନିଯୁକ୍ତିକୁ ଦର୍ଶାଉଛି। ଷ୍ଟାର୍ଟଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଯୁବବର୍ଗଙ୍କୁ ଚାକିରି ଆଶାୟୀ ପରିବର୍ତ୍ତେ ନିଯୁକ୍ତି ସୃଷ୍ଟିକାରୀ ରୂପେ ପରିଣତ କରିଛି। ଏହି କାର୍ଯ୍ୟକ୍ରମ ଅଧୀନରେ 16 ଲକ୍ଷ ଷ୍ଟାର୍ଟଅପ୍କୁ ମାନ୍ୟତା ମିଳିଛି। ଏଥିମଧ୍ୟରେ 75,000 ଷ୍ଟାର୍ଟଅପ୍ରେ ମହିଳାମାନେ ନେତୃତ୍ୱ ନେଉଛନ୍ତି। ଏହିସବୁ ଷ୍ଟାର୍ଟଅପ୍ରେ 17,60,000ରୁ ଅଧିକ ରୋଜଗାର ସୃଷ୍ଟି ହୋଇଛି।